ମୋହନ ସରକାରଙ୍କ ନାଁରେ ଏମିତି ଅଭିଯୋଗ ଆଣି ବର୍ଷିଲେ ନବୀନ ପଟ୍ଟନାୟକ। ବଜେଟ୍ ଆଲୋଚନା ସମୟରେ ବିଜେପି ସରକାରଙ୍କୁ କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ। ନୂଆ ସରକାରକୁ ଶୁଭେଚ୍ଛା ଜଣାଇ କଟାକ୍ଷ କରିଛନ୍ତି। ଚଳିତ ବଜେଟ୍ରେ 80% ଅଧିକ ବିଜେଡି ସରକାରଙ୍କ ଯୋଜନା ଆପଣେଇଛନ୍ତି ବିଜେପି ସରକାର। ଏଥିପାଇଁ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି। ନବୀନ କହିଛନ୍ତି, ଏଥର ବଜେଟ୍ ଗେମ୍ ଚେଞ୍ଜର ନୁହେଁ, ଗେମ୍ ନେମ୍ ଚେଞ୍ଜର ବୋଲି କହିଛନ୍ତି। ବାକି 20% ସରକାରଙ୍କ ପ୍ରତିଶ୍ରୁତି ଉପରେ କହୁଛନ୍ତି। 0.29% ଇସ୍ତାହାର ପ୍ରତିଶ୍ରୁତି ଦିଆଯାଇଛି। ସୁଭଦ୍ରା ଜରିଆରେ ରାଜ୍ୟରେ 2 କୋଟିରୁ ଅଧିକ ମହିଳା ଅଛନ୍ତି। ଏହା ପୂରଣ କରିବାକୁ ହେଲେ 1 ଲକ୍ଷ କୋଟି ଦରକାର। ହେଲେ ବଜେଟ୍ରେ 10,000 କୋଟି ଅଛି, ଯାହା କେବଳ 10% ମହିଳାଙ୍କୁ ସୁବିଧା ଦେବ। 60ରୁ 80 ବର୍ଷ ଲୋକଙ୍କ କ'ଣ ହେବ? ଏଥିପାଇଁ 21,000 କୋଟି ଦରକାର। MSP 31ରୁ ବଢ଼ାଇବାକୁ କୁହାଯାଇଥିଲା। ବଜେଟ୍ରେ 30% ବି ଚାଷୀ ସୁବିଧା ପାଇବେନି। ବାକି ଚାଷୀଙ୍କ କ'ଣ ହେବ? ମାଗଣା ବିଦ୍ୟୁତ୍ କେମିତି ଦେବେ ସରକାର? ଓଡ଼ିଶାର 3 ଲକ୍ଷ ଘର ପାଇବେ। 1 କୋଟି ଘର ଓଡ଼ିଶାରେ ଅଛି। ଏହା କ'ଣ ମାଗଣା ପରିସ୍ଥିତି? ମୁଁ ଚ୍ୟାଲେଞ୍ଜ ଦେଉଛି ଯେ ଆଗାମୀ 5 ବର୍ଷରେ ବିଜେପି ସରକାର 5% ଘରକୁ ବି ମାଗଣା ବିଜୁଳି ଦେଇପାରିବନି ବୋଲି ନବୀନ ପଟ୍ଟନାୟକ କହିଛନ୍ତି।